ବାରିପଦା ସହର ପାଖରେ ମଧୁବନ ବୋଲି ରହିଛି ଏକ ଛୋଟ ଗାଁ। ସେହି ଗାଁରେ ରୁହନ୍ତି ଶାନ୍ତି ଦେବୀ। ତାଙ୍କର ନାଁ ଯେମିତି ସେ ମଧ୍ୟ ଠିକ୍ ସେମିତି ସରଳ, ସ୍ନେହୀ ଏବଂ ଧାର୍ମିକ। ତାଙ୍କ ପୁଅ ଟୁକୁନାର ବାହାଘର ହୋଇଥିଲା ପୂଜା ସହିତ। ପୂଜା ରୂପରେ ଗୁଣରେ ସବୁଥିରେ ଆଗରେ। ଶାନ୍ତି ଦେବୀ ପୂଜାକୁ ନିଜ ଝିଅ ପରି ଦେଖୁଥିଲେ। କିନ୍ତୁ ତାଙ୍କର ନିଜ ଝିଅ ସ୍ନେହା ଟିକେ କଳିହୁଡ଼ି ଥିଲା। ଟିକେ ଟିକେ କଥାରେ ଭାଉଜକୁ ଦୋଷୀ ସଜେଇ ଦେଉଥିଲା। ତୁମକୁ କ'ଣ ରାସ୍ତା ମିଳୁନି? ମୋ ବାଟରେ କାହିଁ ଠିଆ ହେଇଛ? ରାସ୍ତା ଛାଡ଼ ଆଉ ମୋତେ ଯିବାକୁ ଦିଅ। ପୂଜା, ତୋ ହାତ ରନ୍ଧା ସତରେ ବହୁତ ସ୍ୱାଦିଷ୍ଟ। ଆଜି ଖାଇକି ସତରେ ମଜା ଆସିଗଲା। ଆମ ଗାଁରେ ସମସ୍ତେ ତୋର ପ୍ରଶଂସା କରୁଛନ୍ତି। ମା, ଏସବୁ ମୁଁ ତୁମଠାରୁ ହିଁ ତ ଶିଖିଛି। ମା, ଖାଇବା ଏତେ ବି ଭଲ ହେଇନି ଯେତିକି ତୁମେ ପ୍ରଶଂସା କରୁଛ। ଭାଉଜ, ମୁଁ କହିଥିଲି ନା ମୁଁ ଟିକେ ଅଧିକ ଲୁଣ ଖାଏ। ମୋ ଖାଇବାରେ ଲୁଣ କାହିଁ? ହେଇ ନିଅ ସ୍ନେହା, ଲୁଣ ନିଅ, ଆଗକୁ ଧ୍ୟାନ ଦେବି। ସ୍ନେହା ସହିପାରୁନି କି ତା ମା ଶାନ୍ତି ଦେବୀ ବୋହୂକୁ ଏତେ ଭଲ ପାଉଛନ୍ତି। ସେ ସବୁବେଳେ କିଛି ନା କିଛି ପୂଜାକୁ ଅପମାନ ଦିଏ, କିନ୍ତୁ ପୂଜା ସବୁବେଳେ ହସିକି ଉତ୍ତର ଦିଏ। ଗୋଟେ ଦିନ ଘରେ ଶାନ୍ତି ଦେବୀଙ୍କର ସୁନା ମୁଦି ମିଳୁନଥିଲା। ଆରେ, ମୋ ସୁନା ମୁଦିଟି କିଏ ଦେଖିଛ କି ରେ? ଏଇଠି ତ ରଖିଥିଲି, କୁଆଡ଼େ ଗଲା ପାଉନି। ଭଲସେ ଦେଖ ମା, ଏଇଠି କୋଉଠି ଥିବ। ଘରଠାରୁ ମୁଦିଟି କେମିତି ହଜିଯିବ? ମା, ତ ସୁନା ମୁଦି ମିଳୁନି? ଆଉ ଏଇ ଘରେ ତ ପୂଜା ଭାଉଜ ହିଁ ଦିନସାରା ରହନ୍ତି। ସିଏ ଜାଣିଥିବେ କୁଆଡ଼େ ଗଲା। ମା, ମୁଁ ସତ କହୁଛି, ମୁଁ ଜାଣିନି ମୁଦି କୁଆଡ଼େ ଗଲା। ଆପଣ ଚାହିଁବେ ତ ମୋ ରୁମ୍ରେ ବି ଖୋଜନ୍ତୁ। ଶାନ୍ତି ଦେବୀ କାହାକୁ କିଛି ନ କହି ଚୁପଚାପ ସମସ୍ତଙ୍କ ରୁମ୍ରେ ଯାଇ ଖୋଜିଲେ। ଦେଖିଲା ବେଳକୁ ସୁନା ମୁଦିଟି ସ୍ନେହାର ରୁମ୍ରୁ ମିଳିଲା। ସ୍ନେହା, ସ୍ନେହା, ସ୍ନେହା! କ'ଣ ହେଲା ମା, ମୋତେ ଡାକିଲ? ସ୍ନେହା, ଏ ମୁଦି ତୋ ରୁମ୍କୁ କେମିତି ଆସିଲା? ମା, ସେ କଥା କ'ଣ କି ମୁଁ ବୋଧେ ଭୁଲରେ ରଖିଦେଇଛି। ଭୁଲରେ ମୁଦି କେବେ ଆସିଯାଏନି ସ୍ନେହା। ପୂଜା ତତେ କେବେ ହେଲେ କିଛି ବି କହିନି, ହେଲେ ତୁ ବାରମ୍ବାର ତାକୁ ଅପମାନ ଦେଲା ଭଳି କଥା କହୁ। ମୁଁ ମୋ ବୋହୂ ରୂପରେ ଝିଅକୁ ପାଇଲି, ହେଲେ ଝିଅ ଭିତରେ କେବଳ ଈର୍ଷା ଛଡ଼ା ଆଉ କିଛି ଦେଖିବାକୁ ପାଇଲି ନାହିଁ।
ସତେ ଯେପରି ସ୍ନେହାର ଶବ୍ଦଗୁଡ଼ିକ ତା ଗଳାରେ ଅଟକିଗଲା। ସେ କାନ୍ଦି ପକାଇଲା ଏବଂ ପୂଜାକୁ କ୍ଷମା ମାଗିଲା। ଭାଉଜ, ମୋତେ କ୍ଷମା କରିଦିଅ। ମୋର ଭୁଲ ହେଇଯାଇଛି। ଆଉ କେବେ ତୁମକୁ ଅପମାନ ଦେଲା ଭଳି କଥା କହିବି ନାହିଁ। ମୋତେ ଲାଗୁଥିଲା ମା ମୋ ଅପେକ୍ଷା ତୁମକୁ ଅଧିକ ଭଲ ପାଉଥିଲେ। ସେଥିପାଇଁ ଈର୍ଷା କରୁଥିଲି। ସ୍ନେହା, ମା ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତି। ବାସ୍ ଫରକ ହେଉଛି ଆମ ଭାବନାର। ଆଉ ହଁ, ମୋତେ ତୋ କଥା କେବେ ଖରାପ ଲାଗେନି। କାରଣ ତୁ ତ ମୋ ସାନ ଭଉଣୀ ପରି। ଆମ ସମସ୍ତଙ୍କର ଭଲ ପାଇବା ତୋ ପ୍ରତି ଅଛି। ସେହି ଦିନଠାରୁ ସ୍ନେହା ବଦଳିଗଲା। ଭାଉଜ ଓ ନଣନ୍ଦର ସମ୍ପର୍କ ଏବେ ଦୁଇ ଭଉଣୀ ପରି। ଶାନ୍ତି ଦେବୀ ସମସ୍ତଙ୍କୁ ଗର୍ବରେ କହୁଥାଏ, ଆମ ସ୍ନେହା ସତରେ ବଦଳି ଯାଇଛି। ଏବେ ମୋର ଦୁଇଟି ଝିଅ। ଗୋଟିଏ ଜନ୍ମରୁ ଆଉ ଗୋଟିଏ କର୍ମରୁ ମୋତେ ମିଳିଛି। ଦୁଇଟି ଝିଅକୁ ମୋ ପାଖରେ ପାଇ ସତରେ ମୁଁ ବହୁତ ଖୁସି। ସମ୍ପର୍କ ସୁନ୍ଦର ସେତେବେଳେ ହୋଇଥାଏ ଯେତେବେଳେ ଆମେ ଈର୍ଷାକୁ ଛାଡ଼ି ସ୍ନେହ, ଶ୍ରଦ୍ଧା ଓ ସମ୍ମାନକୁ ଆପଣେଇଥାଉ। ଶାଶୁ, ବୋହୂ ଓ ନଣନ୍ଦର ଏହି ସମ୍ପର୍କରେ ମଧ୍ୟ ସ୍ନେହ, ଶ୍ରଦ୍ଧା ଓ ପ୍ରେମ ଆଗରେ ଈର୍ଷା ମୁଣ୍ଡ ନୁଆଁଇ ଦେଇଥିଲା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦିଅନ୍ତୁ ଏବଂ ଏହିପରି ନୂଆ ନୂଆ କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।